ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ସଚେତକ ମଣ୍ଡଳୀ ସହ କେନ୍ଦ୍ରୀୟ ପରିଷଦ ସାଧାରଣ ବୈଠକ ଓ ନୂତନ କାର୍ଯ୍ୟକର୍ତ୍ତା ଚୟନ। ଆସିକା ତା 6-8-2024 ଆସିକା ବ୍ଲକ ଅନ୍ତର୍ଗତ କାଳଷଣ୍ଢପୁର ପଞ୍ଚାୟତ ସ୍ଥିତ ପୁଡୁଗେଶ୍ୱର ପଲ୍ଲୀ ଶୈବପୀଠ ପ୍ରାଙ୍ଗଣରେ ମଙ୍ଗଳବାର ଦିନ 10 ଘଣ୍ଟିକା ସମୟରେ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ସଚେତକ ମଣ୍ଡଳୀ ସହ କେନ୍ଦ୍ରୀୟ ପରିଷଦ ସାଧାରଣ ବୈଠକ ଓ ନୂତନ କାର୍ଯ୍ୟକର୍ତ୍ତା ଚୟନକୁ ହୋଇଯାଇଛି। ଏହି ଆୟୋଜିତ କାର୍ଯ୍ୟକ୍ରମକୁ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଭାସ୍କର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସମାଜର ଆଇନଜୀବୀମାନଙ୍କ ସହ ବରିଷ୍ଠ ସମାଜ ସଂଗଠକ ଏବଂ ବିଭିନ୍ନ ମଣ୍ଡଳ ଯଥା ବରଗାଁ, ଶିଆଳିଆ, ଜକର, ଖଲିଙ୍ଗି, ଗହଙ୍ଗୁ, ନାଟେଙ୍ଗା ସହ ବାଲିମେଳା ଶାଖା, ବ୍ରହ୍ମପୁର, ଭୁବନେଶ୍ୱର ଓ ଝାରସୁଗୁଡ଼ା ଶାଖାର ସମସ୍ତ କର୍ମକର୍ତ୍ତାଙ୍କ ସହ ପଲ୍ଲୀଠାରୁ କେନ୍ଦ୍ର ଯାଏଁ ପ୍ରାୟ 1000ରୁ ଊର୍ଦ୍ଧ୍ୱ ସଦସ୍ୟ ଉପସ୍ଥିତ ଥିଲେ। ଚଳିତ ବର୍ଷର ଗତ ତା 26/7/2024 ତାରିଖ ସଚେତକ ମଣ୍ଡଳୀ ବୈଠକ ନିଷ୍ପତ୍ତି ପ୍ରକାରେ 28/7/2024 ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶିବ ନାହକ ଏବଂ ପୂର୍ବତନ କୁଳାଧିପତି ଶ୍ରୀ ପ୍ରହ୍ଲାଦ ଲେଙ୍କା ସମ୍ବିଧାନକୁ ଉଲ୍ଲଂଘନ କରି ନିର୍ବାଚନ କରିଥିଲେ। ତେଣୁ ଆଜିର ବୈଠକରେ ସେମାନଙ୍କୁ ଅସିଦ୍ଧ ଘୋଷଣା କରାଯିବା ସହ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶିବ ନାହକଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା ଏବଂ କୁଳାଧିପତି ପ୍ରହ୍ଲାଦ ଲେଙ୍କା ନିର୍ବାଚନୀ କାର୍ଯ୍ୟରେ ସମ୍ପୂର୍ଣ୍ଣ ଅଂଶଗ୍ରହଣ କରିଥିବା ଯୋଗୁଁ ସାଧାରଣ ବୈଠକରେ ଅଯୋଗ୍ୟ ଘୋଷଣା କରିଥିବା ସହ ଭବିଷ୍ୟତରେ ସେ ସମାଜର କୌଣସି କର୍ମକର୍ତ୍ତାରେ ନ ରହିବା ପାଇଁ ସାଧାରଣ ସଭାରେ ଗୃହୀତ ହୋଇ ସାଧାରଣ ବୈଠକରେ ଘୋଷଣା କରାଯାଇଛି। ପରେ ସାଧାରଣ ବୈଠକ ନିଷ୍ପତ୍ତି ପ୍ରକାରେ ବରିଷ୍ଠ ସଂଗଠକ ଶ୍ରୀଯୁକ୍ତ ନିକୁଞ୍ଜ ବିହାରୀ ଖଣ୍ଡୁଆଳଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଶ୍ରୀଯୁକ୍ତ ବଂଶୀଧର ନାହକଙ୍କୁ କାର୍ଯ୍ୟକାରୀ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଚୟନ ସହ ମନୋନୀତ କରାଯାଇଛି। ଆଜିର ବୈଠକର ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଚୟନ ହୋଇଥିବା କର୍ମକର୍ତ୍ତାମାନେ ହେଲେ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ମୁନା କୁଳାଧିପତି, ଶ୍ରୀ ଶଙ୍କର ସ୍ୱାଇଁ, ଉପକୁଳାଧିପତି, ସାଧାରଣ ସମ୍ପାଦକ ଶ୍ରୀ ନିରଞ୍ଜନ ନାୟକ, ଯୁଗ୍ମ ସମ୍ପାଦକ ଶ୍ରୀ ଚୂଡ଼ାମଣି ସ୍ୱାଇଁ, ଅଫିସ ସମ୍ପାଦକ ଶ୍ରୀ ଡାକ୍ତର ରାଉତ, ସଂଗଠନ ସମ୍ପାଦକ ଶ୍ରୀ ଅଶୋକ କୁମାର ମହାନ୍ତି, କୋଷାଧ୍ୟକ୍ଷ ଶ୍ରୀ କପିଳେଶ୍ୱର ବିଶ୍ୱାଳ, ମୁଖ୍ୟ ସମୀକ୍ଷକ ଶ୍ରୀ ରାମକୃଷ୍ଣ ସାହୁ, ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଖଣ୍ଡୁଆଳ ପ୍ରମୁଖଙ୍କ ନାମ ଘୋଷଣା କରିଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ବରଙ୍ଗା ମଣ୍ଡଳର କର୍ମକର୍ତ୍ତା ବୃନ୍ଦ ମଧ୍ୟ ଚୟନ ହୋଇଥିଲା। ସେମାନେ ହେଲେ ଶ୍ରୀ କାଳୁ ପ୍ରଧାନ ମଣ୍ଡଳ ସଭାପତି, ବିଜୟ କୁମାର ନାୟକ ଉପସଭାପତି, ରଞ୍ଜନ କୁମାର ରାଉତ ସମ୍ପାଦକ, ନିର୍ମଳ କୁମାର ବିଶ୍ୱାଳ ସହ ସମ୍ପାଦକ, ବାବୁରାମ ଜେନା କୋଷାଧ୍ୟକ୍ଷ, ସରୋଜ କୁମାର ଭଞ୍ଜ ସଂଗଠକ ସମ୍ପାଦକ, ନିରଞ୍ଜନ ନାୟକ କେନ୍ଦ୍ର ସଦସ୍ୟ, ପୂର୍ଣ୍ଣଚନ୍ଦ୍ର ମହାନ୍ତି କେନ୍ଦ୍ର ସଦସ୍ୟ, ପୀତବାସ ପ୍ରଧାନ କେନ୍ଦ୍ର ସଦସ୍ୟ ପ୍ରମୁଖ ନିର୍ବାଚନ ଅଧିକାରୀ ବଂଶୀଧର ନାୟକ ସଭାପତି ତଥା ସଚେତକ ସଭାପତି ଦ୍ୱାରା ଘୋଷଣା କରାଯାଇ ବରିଷ୍ଠ ସଂଗଠକ ରାମକୃଷ୍ଣ ସାହୁଙ୍କ ଦ୍ୱାରା ଶପଥ ପାଠ କରାଯାଇଥିଲା। ପ୍ରାୟ ବିତିଗଲା 100 ବର୍ଷର କାର୍ଯ୍ୟକ୍ରମ ଥିଲା। ପରମ୍ପରା ଶୃଙ୍ଖଳିତ ଭିତରେ ସମାଜ ଚାଲିଥିଲା ଏବଂ ଚାଲିଛି ମଧ୍ୟ। ପ୍ରତି 4 ବର୍ଷରେ ଥରେ ନିର୍ବାଚନ ହୁଏ, କିନ୍ତୁ ଚଳିତ ବର୍ଷ 2024ର ଯେଉଁ ନିର୍ବାଚନ ଭିତରେ କେତେକ ବେନିୟମ କାର୍ଯ୍ୟକ୍ରମ ଦେଖିବାରୁ ଆଜି ସାଧାରଣ ବୈଠକ ଡକାଯାଇଥିଲା ଏବଂ ସାଧାରଣ ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୋଟେ ଚୟନ କରାଗଲା। ପୂର୍ବତନ ମୁଖ୍ୟ ନିର୍ବାଚନ ଅଧିକାରୀକୁ ଅଯୋଗ୍ୟ ଘୋଷଣା କରାଗଲା ଏବଂ ଆମର କୁଳାଧିପତି ଯିଏ ଥିଲେ ପ୍ରହ୍ଲାଦ ଲେଙ୍କା ସେ ବୁଲି ବୁଲି ନିର୍ବାଚନ କରିଥିବାରୁ ତାଙ୍କୁ ମଧ୍ୟ ଅଯୋଗ୍ୟ ଘୋଷଣା କରାଗଲା। ଏ ପରିସ୍ଥିତିରେ ଆଜି ବାଧ୍ୟ ହୋଇକି କର୍ମକର୍ତ୍ତା ଚୟନ କଲା ସାଧାରଣ ବୈଠକରୁ ମୁନା ମହାନ୍ତି ଓରଫ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସିଏ ଏହି ଜାତିର କର୍ଣ୍ଣଧାର ତଥା କେନ୍ଦ୍ରର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ରହିଲେ ଏବଂ ଆମର ଅନ୍ୟାନ୍ୟ କର୍ମକର୍ତ୍ତା କେନ୍ଦ୍ର କର୍ମକର୍ତ୍ତା ରହିଲେ, ଯାହାକି ଆଇନଜୀବୀ ଭାସ୍କର ସ୍ୱାଇଁ ବା ଆଜିର ସଚେତକର ଆବାହକ ବା ସଚେତକର ସଭାପତି ସେ ଘୋଷଣା କରିଛନ୍ତି। ସର୍ବସାଧାରଣ ତାକୁ ଗ୍ରହଣ କରିବା ପାଇଁ ଆମେ ମଧ୍ୟ କେନ୍ଦ୍ର ତରଫରୁ ଅନୁରୋଧ କରୁଛୁ। ଶିଆଳିଆ ମଣ୍ଡଳ କେନ୍ଦ୍ର ସଦସ୍ୟ ଆଜି
इलेक्शन कर निर्वाचन प्रक्रिया को ग्रहण करते तेणु ये निर्वाचन 28 तारीख में 5टा मंडल अनुपस्थित थिबा सत्वे से इलेक्शन करेणु से आम विरोध करूँ असिद्ध घोषणा कर आज नूतन भाव में कर्मकर्ता निर्वाचन करने ये जनरल बॉडी बैठक डकाई सर्वसम्मति क्रमे सब कर्मकर्ता सिलेक्शन कर ग्रहण करने आज समस्ते आम एक स्वर मानि तेणु शिवकुमार महांती केन्द्र सदस्य आज आमर केन्द्र परिषद केन्द्र परिषद केन्द्र निर्वाचन आज ये समापन आम समाज किसी आगे किसी विशृंखला अच्छी आज तो मत संगठन संपादक भाव में आमर सर्वसम्मति क्रमे आज दायित्व दि जाए केन्द्र परिषद चेष्टा करी आगामी दिन में समस्त आमर सदस्य मान आलियो निखिल उत्कल आलियो खंडा समाज समस्त सदस्य मान सहयोग कामना कर समस्त सब जोगसूत्र रक्षा कर संगठन संपादक हिसाब से आलिया समाज उत्तरोत्तर उन्नति चेष्टा कर समस्त समानता समस्त समान दृष्टि देखी समस्त आलिया खंडा संगठन में किसी विशृंखला अच्छी आगामी दिन में सुधार आने संपूर्ण चेष्टा करी समाज आग को जावाई चेष्टा समस्त ऑल ओडिशा समस्त ज्ञापन आगामी दिन में समाज उत्तरोत्तर उन्नति जो दरकार पड़ो समस्त सेवा पूर्व निर्वाचन अधिकारी थे 9 वर्ष कार्यक्रम कर बर्तमान मत गुरु दायित्व देते सुचारू रूपे आगे बढ़ाइले आम जो बैठक भुवनेश्वर मंदिर मंडल तेणु आम सचेतन सांगठनिक उपस्थित समस्त कर्मकर्ता आसते सब पल्ली मंडल 7टा मंडल समस्त आसते आसिक चयन कर सर्वसम्मति चयन कर समस्त आसिकारु राज्य प्रतिनिधि कृष्णचंद्र सामंतराय रिपोर्ट रूपथालिया न्यूज।